ଆଚ୍ଛା ଜୀବନୀ ଗୀତା ବାବା କୋଉଠି ମିଳିବ? କୋଉ ବୁଝାନ୍ତୁ ଟିକେ। ଓମ୍ ହରି ଓମ୍। କ'ଣ କହିଲ? ଜୀବନୀ ଗୀତା ବିଷୟରେ ଟିକେ ବୁଝାନ୍ତୁ। ଜୀବନୀ ଗୀତା ଜୀବନୀ ଗୀତା ମିଳିବ। ଆଚ୍ଛା ତମେ କିଛି ଉପଦେଶ ନେଇଛ କି? ନା ନା। ଗୁରୁ ଉପଦେଶ ନେଲେ ଗୁରୁ ଦେବେ ସେ ଜୀବନୀ ଗୀତା। ଯେଉଁମାନେ ଗୁରୁ ହେଇଛନ୍ତି ଜଗତର ସେମାନେ ଜୀବନୀ ଗୀତା ଦେବେ। ଯେଉଁ ଜୀବନୀ ଗୀତା ଦେବେ ତାକୁ ପାଠ ପଢ଼ିବା ପାଇଁ ହେଲେ ଗୀତା ଆରମ୍ଭ ପ୍ରଥମ ଶ୍ରେଣୀରୁ ପାଠ ପଢ଼ାଯାଏ। ସେମାନେ ବହୁତ ଶିକ୍ଷା ଦିଅନ୍ତି। ଆଉ ସେମାନଙ୍କ ପାଖରେ ଜୀବନୀ ଗୀତା ରହିଲା, ଗୀତାର ଗ୍ରନ୍ଥ ରହିଲା, ଭାଗବତ ଗ୍ରନ୍ଥ ରହିଲା, ତାଙ୍କ ପାଖରେ ସବୁ ରହିଛି। ଆଉ ଗୁରୁ ଉପଦେଶ ଯଦି ଚାହୁଁଛ ତାହେଲେ ଗୁରୁ ଉପଦେଶ ଏଠି ନାହିଁ, କିନ୍ତୁ କେଉଁଝର ଜିଲ୍ଲାର ଅଛି। ଯଦି କେହି କେଉଁଝର ଜିଲ୍ଲା ଯିବେ ତାହେଲେ ସେଠି ଗୁରୁମୟ ସଂସାର, ସେଟା ସଂସାର ଭିତରେ ଯେତେକ ଗୁରୁ ସେଇ କେଉଁଝର ଜିଲ୍ଲା ଭିତରେ ମିଳିବ। ଆଉ ଯଦି ଖୋଜିବେ ତାହେଲେ ଠିକ୍ ଅଛି, ସେଇଠି ମିଳିବ। ଆଉ ଯଦି ଏଇ ଭିଡ଼ିଓଟା କାହାକୁ ଭଲ ଲାଗିବ ଠାକୁରଙ୍କ ବିଷୟରେ ଜାଣିବା ପାଇଁ, ଲାଇକ୍ ଟିକେ କରିବ, ସବସ୍କ୍ରାଇବ୍ କରିକି ରଖିଥିବ। ଠାକୁରଙ୍କ ବିଷୟରେ ଯେଉଁମାନେ ଭକ୍ତ ଅଛନ୍ତି କିଛି ଭକ୍ତଙ୍କ ବିଷୟରେ ଜାଣିପାରିବେ। ଯେଉଁମାନେ ଭକ୍ତ ହୁଅନ୍ତି ସେମାନେ ଗୀତା ପାଆନ୍ତି। ଗୀତାଟା ସତ୍ୟ ବୋଲି କୁହନ୍ତି, ଆମେ ଜାଣିଛେ ଗୀତାଟା ସତ୍ୟ। ଗୀତାର କେଉଁ ଭାଗଟା ସତ୍ୟ କିନ୍ତୁ ଗୁରୁ ବି ଜାଣିନାହାନ୍ତି। এই যে জগতর গুরু সে জাଣିନାହାନ୍ତି। গুরু ହେଲେ ଗୀତାର ପାଠ। ଏ ଯେଉଁ ଜଗତର ଯେଉଁ ଗୁରୁମାନେ ସେ ଗୀତାର ପରିଚୟଟାକୁ ଦେବେ, ଗୀତାଟା ଦେବେ ସତ୍ୟ। ଯେଉଁ ପାଠଟା ସେଇ ଯେଉଁ ଗୀତା ଏବେ ଲେଖୁଛନ୍ତି ଯେଉଁ ଗୁରୁମାନେ, ସେଇମାନେ ଲେଖୁଛନ୍ତି କିଛି ତା ଭିତରେ ମିଛ। ତେଣୁ ଏଟା ରହିଛି ଦ୍ୱାପର ଯୁଗର କଥା, ଯେ କି ଶ୍ରୀକୃଷ୍ଣ କହିଥିଲେ ଅର୍ଜୁନକୁ ଯେତେକ କଥା ଯାହା ବି ହେଇଥିଲା, ମହାଭାରତ ହେଇଥିଲା, ଯାହା ବି ହେଇଛି ଆମେ ତାକୁ ତ ଦେଖିନାହୁଁ, କିନ୍ତୁ ଯାହା ଶୁଣିକିରି ଜାଣିକି ଅନୁଭବ କରିକି ଆମେ କହିବା କଥା। ଯଦି କାହାକୁ ଭଲ ଲାଗିଥିବ, ଠିକ୍ ଯିଏ ମାନେ ଗୀତା ପଢ଼ୁଥିବେ ସେ ଜାଣିପାରିଥିବେ। এই ଅନୁସାରେ ଜାଣିଲା ବେଳକୁ ଗୁରୁଙ୍କ ପାଖରେ ସବୁ ଅଛି କିନ୍ତୁ ତାଙ୍କ ପାଖରେ କିଛି ନାହିଁ। କିନ୍ତୁ ଭଗବାନଙ୍କର କଥା ଥିଲା ଗୁରୁମୟ ସଂସାର, କିନ୍ତୁ ଗୁରୁ ଭୁଲ କଲେ ଶିଷ୍ୟ ମାଡ଼ ଖାଇଲେ। ମୁଁ ଯେତେବେଳେ ଦେଖୁଛି ଗୁରୁମୟ ସଂସାର ଭିତରେ ଗୁରୁମାନେ ଯେଉଁ ଭୁଲ କରୁଛନ୍ତି, ଶିଷ୍ୟ ମାଡ଼ ଖାଉଛନ୍ତି। ଶିଷ୍ୟ କିଏ ଗୁରୁ କିଏ ଆମେ ତ ମିଶାଇ ପାରିବା ନାହିଁ, ତଥାପି ଆମେ ମିଶାଇ ଦେବା। କିନ୍ତୁ ମୋ ଗୁରୁ କ'ଣ କହିଥିଲେ ନା ବାପ ପୁଅକୁ ଏକ କରିବା ପାଇଁ କହିଥିଲେ, କିନ୍ତୁ ମୋତେ ଗୁରୁ ଶିଷ୍ୟକୁ ଏକ କଲା ବେଳକୁ ଗୁରୁ ଏକା ଶିଷ୍ୟ ବି ଏକା, ସବୁ ତ ଏକା ବୋଲିଲେ କଥା ରହିଗଲା କାଳ କାଳକୁ ଅଲଗା ଅଲଗା ହେଇକି ରହିଲା। କିନ୍ତୁ ସମସ୍ତେ କହିଲେ ଗୀତା ପାଇବା ପାଇଁ ଯଦି କହୁଛନ୍ତି ଜୀବନୀ ଗୀତା ମିଳିବ, ଠିକ୍ ଅଛି। ଜୀବନୀ ଗୀତାର ପରିଚୟ ହେଲା ମଣିଷର ଶରୀରଟି ହେଲା ଜୀବନୀ ଗୀତା। ମୂର୍ଖଟେ ହେଲେ ବି ଧର୍ମ କାମ କରିପାରୁଛି, ପଣ୍ଡିତ ହେଲେ ବି ଧର୍ମ କାମ କରିପାରୁଛି, ଏଥିରେ ସନ୍ଦେହ ନାହିଁ। ଗୁରୁ ବାଟ ଦେଖାଇଦେଲେ ଅବଶ୍ୟ ସତ, କିନ୍ତୁ ଗୁରୁ କାହିଁକି ବାଟ ପାଇଲେ ନାହିଁ? ଗୁରୁଙ୍କୁ ସମସ୍ତେ ଛାଡ଼ିଦେଲେ କିନ୍ତୁ ଗୁରୁଙ୍କୁ ଧରିପାରିଲେ ନାହିଁ କାହିଁକି? ଏସବୁ ଜିନିଷ ଜାଣିବା ପାଇଁ ହେଲେ ଗୁରୁଙ୍କ ପାଖକୁ ଯିବା ଆଗରୁ ଗୁରୁଙ୍କର କ'ଣ ଭୁଲ ଅଛି ଆମେ ଶିଷ୍ୟ ହୋଇକି ଜାଣିବା ଦରକାର। ଆଉ ଆମକୁ କହିଲେ ବିନା ମୂଲ୍ୟର ପ୍ରଚାର କରିବା ପାଇଁ, ଆମେ ବିନା ମୂଲ୍ୟର ପ୍ରଚାର କଲେ, ଯଦି ବିନା ମୂଲ୍ୟ କଥା କାହା ଦେହର ଗଲା ନାହିଁ, ଯଦି ଭଲ ଲାଗୁନାହିଁ, ଯାଆନ୍ତୁ ମୂଲ୍ୟ ଦେଇକି। ମୂଲ୍ୟ ପଇସା ଅଛି, ସବୁ କିଛି ଅଛି, ପଇସା ମୂଲ୍ୟ ମାନେ ସବୁ ଦେଇକରି ଗୀତା ଖଣ୍ଡେ ପାଇବେ। ଏଇଆ ଯେତେକ ସାଧାରଣ ମଣିଷ ସେମାନେ ଜାଣିପାରିବେ ଯେ ତାଙ୍କ ଶରୀରଟା ହେଲା ଜୀବନୀ ଗୀତା। ପାଠ ରହିଲା ତାଙ୍କ ବ୍ରହ୍ମର ଯେତେକ କଥାବାର୍ତ୍ତା ସବୁ ଜାଣିଛନ୍ତି ସେଇମାନେ, ମନ ହେଲା ଭଗବାନ। ଏହାର ପରିଚୟ ସେଇ ଜୀବନୀ ଗୀତାର ଲେଖାଯାଇଛି। କିନ୍ତୁ ଏବେକା ଯେଉଁ ଗୁରୁ ଭାରି କଳିଯୁଗ ହୋଇକି ଯେଉଁ ଗୀତା ଲେଖୁଛନ୍ତି, କିଛି ସତ୍ୟ ଲେଖୁଛନ୍ତି ଆଉ କିଛି ମିଥ୍ୟା ବି ଲେଖୁଛନ୍ତି। ସେଇ ମିଛ ମୁହାଁ ଯେତିକି ଗୀତା ଲେଖନ୍ତି ସେତିକି। ଭଗବାନ ଶ୍ରୀକୃଷ୍ଣ ଗୀତା ଲେଖିଥିଲେ ନାହିଁ, କିନ୍ତୁ ସେ କହିଥିଲେ। ଲେଖିବା ଲୋକ ଜଣେ ଅଲଗା, ସେ ବୁଝି ସୁଝିକି ଲେଖେ। ତେଣୁ ଭଗବାନ ଶ୍ରୀକୃଷ୍ଣ କେତେ ଜଣକୁ ମାରି ଦେଇଥିଲେ କି? କିନ୍ତୁ ଶ୍ରୀକୃଷ୍ଣ କଥା କହିବା ମାନେ ଦ୍ୱାପର ଯୁଗ କଥା କହିବା। ଆମେ ସତ୍ୟ ଯୁଗ କତିକି ଯିବା କେତେବେଳେ? ଦ୍ୱାପର ଯୁଗର କଥା ଜାଣିବା, ତ୍ରେତୟା ଯୁଗର କଥା ଜାଣିବା। ସତ୍ୟ ଯୁଗକୁ ଯିବା ପାଇଁ ହେଲେ ତାମାନେ ସମ୍ପୂର୍ଣ୍ଣ ସତ୍ୟ ଜାଣିପାରିବା। କଳି ଯୁଗ ବୋଲି ଯେଉଁଟା କହୁଛନ୍ତି,
ଗୋଟିଏ ଦିନର ଖେଳ, ଚାରି କାଳ, ଚାରି ଯୁଗ, ଚାରି ଦିଗର କଥା ଯେତେବେଳେ ଏକ ହବ ସେଇଦିନ ଏକାକାର ହେବେ। ସାଧାରଣ ଲୋକ ନୁହେଁ, ଏଇ ଯେଉଁ ଚୋର, ସାଧୁ, ଖଣ୍ଟ ଏଇସବୁ ଜିନିଷ ରହିଛନ୍ତି ସେମାନେ ଏକାକାର ହେବେ ହେଲା। ସାଧୁ ବୋଲି ଯିଏ ବୋଲଉଛି ସେ ସାଧୁ ନୁହନ୍ତି, ସମ୍ପୂର୍ଣ୍ଣ ଚୋର। ପରିଚୟ ଦେଇଦେଲେ ଯେଉଁମାନେ ପୂର୍ବ ଜନ୍ମର ଚୋରି କରି ଖାଇଥାନ୍ତି ସେମାନେ ଏ ଜନ୍ମର ସାଧୁ ହୁଅନ୍ତି। ଆଉ ଏ ଜନ୍ମର ଯେଉଁ ଚୋର ହୁଅନ୍ତି ସେମାନେ ସାଧୁର ରୂପ ନେଇଛନ୍ତି। କେମିତି ଚୋରି କରୁଛନ୍ତି, ଚୋରର ଅର୍ଥ କ'ଣ? ଭଗବାନ ଚୋରି କରିଥିଲେ, ଆଉ ବର୍ତ୍ତମାନ ଗୁରୁମାନେ ବି ଚୋରି କରୁଛନ୍ତି। ମାନେ ବିନା ହସ୍ତର ଚୋରି, ଆତ୍ମା ଦ୍ୱାରା ଚୋରି, ମନ ଦ୍ୱାରା ଚୋରି, ବିବେକ ଦ୍ୱାରା ଚୋରି। এই ପ୍ରକାରର ଚୋରି ଏ ସାଧାରଣ ଯେଉଁ ରୂପଧାରୀ ମଣିଷ ସବୁ ସାଧୁ ସାଧୁ ବୋଲୁଛନ୍ତି ସେଇମାନଙ୍କୁ ସାଧୁ ଯାହାକୁ କହୁଛନ୍ତି ସେମାନେ ସାଧୁ ନୁହନ୍ତି, ଭଗବାନଙ୍କର ଅବତାର ସତ୍ୟ। କିନ୍ତୁ ସେ ଚୋରି କେମିତି କରୁଛନ୍ତି ନା ପ୍ରକୃତର ଜିନିଷ କ'ଣ? ଯେଉଁମାନେ ଭଲ ଭଲ କାମ କଲେ ସେଇମାନଙ୍କ ମନକୁ ଜିତିଲେ, ଆଉ ଯେଉଁମାନେ ଖରାପ କାମ କଲେ ଖରାପ ଯିଏ କରୁଛି ଖରାପ କରୁଥାଉ, ଭଲ ଯିଏ କଲା ଏ ହେଉଛି କି ଠିକ୍। এইটি ହେଉଛି ତାଙ୍କ ମନ ଚୋରି କରିନେଲେ, ତାଙ୍କୁ କିଛି ଜ୍ଞାନ ଦେଲେ, ବୁଦ୍ଧି ଦେଲେ, ଶକ୍ତି ଦେଲେ, ଦେଇକି ତାଙ୍କୁ ପାଖରେ ରଖିନେଲେ, ଗଲା ତାଙ୍କର ନଷ୍ଟଭଷ୍ଟ କରିଦେଇ ସଂସାରଟାକୁ ବର୍ବାଦ କଲେ। ନିଜେ ସଂସାର କଲେ ନାହିଁ କି ଜଗତକୁ ସୃଷ୍ଟି ସଂସାର କରିବା ପାଇଁ ବି ଦେଲେ ନାହିଁ। କିନ୍ତୁ ଏଇ ଜଗତର ମଣିଷ କେତେ ଭୁଲ କରୁଛନ୍ତି, ନିଜ ଭୁଲ କେହି ମାନନ୍ତି ନାହିଁ। ଆଉ ଏତିକି ରହିଲା। ଆଉ ଆଗକୁ ଜାଣିବା ପାଇଁ ହେଲେ ଆଉ ଲାଇକ୍ ଟିକେ କରିଥିବ, ସବସ୍କ୍ରାଇବ୍ କରିକି ରଖିବ, ତାପରେ ଆଗକୁ ଜାଣିପାରିବ ଆହୁରି ବଢ଼ିଆ ବଢ଼ିଆ ଲଙ୍ଗ ଭିଡ଼ିଓ। ହରି ଓମ୍ ତତ୍ତ ସତ। ଜୟ ଜଗନ୍ନାଥ।